प्रभु जीशु ख्रीष्टଙ୍କ ନାମରେ ଏଇ ପ୍ରଭାତ ସମୟରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପୁନର୍ବାର ଆପଣମାନଙ୍କ ସହିତ ଏଇ ଶୁଭ ସକାଳ ପ୍ରାତଃ କାଳରେ ଆପଣମାନଙ୍କ ସହଭାଗିତାରେ ଆସି ପରମେଶ୍ୱରଙ୍କୁ ଆରାଧନା କରିବା ପାଇଁ ପ୍ରଭୁ ମୋତେ ସୁଯୋଗ ଦେଇଥିବାରୁ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରଭୁ ଆମର ବିଶ୍ୱସ୍ତ ଅଟନ୍ତି, ପ୍ରତ୍ୟେକ ସମୟରେ ତାଙ୍କର ଲୋକମାନଙ୍କୁ ରକ୍ଷା କରନ୍ତି। ସେଥିପାଇଁ ପିତା ପରମେଶ୍ୱରଙ୍କୁ ମୁଁ ବିଶେଷ କରି ଧନ୍ୟବାଦ ଦିଏ। ଆଉ ନିତ୍ୟ ଆମେ ସକାଳେ ପ୍ରାର୍ଥନା କରୁଛୁ ଏଇ ପ୍ଲାଟଫର୍ମ ଜୁମ୍ ମାଧ୍ୟମରେ। ସେଥିପାଇଁ ପ୍ରଭୁ ନିଶ୍ଚିତ ଭାବରେ ଗୌରବ ପାଆନ୍ତୁ। ଆସନ୍ତା ଆମେ କିଛି ବିଷୟକୁ ଚିନ୍ତା କରିବା। ସମସ୍ତେ ଜାଣିଛୁ ଯେ ଆମ ଜୀବନରେ ପ୍ରାର୍ଥନା ଅତି ଆବଶ୍ୟକ। ପ୍ରାର୍ଥନା ଦ୍ୱାରା ହିଁ ଆମେ ଜଗତ ମଧ୍ୟରେ ବାସ କରୁଛୁ। ଯଦି ଆମର ପ୍ରାର୍ଥନା ନାହିଁ ତ କିଛି ବି ନାହିଁ। ସେଥିପାଇଁ ଆମେ ପ୍ରାର୍ଥନା ସମ୍ବନ୍ଧରେ ଆମେ କିଛି ବିଷୟ ଚିନ୍ତା କରିବା। ମୋ ସହିତ ଆପଣମାନେ ସହଯୋଗ କରିବେ। ଦାନିଏଲ ପୁସ୍ତକ 6 ଅଧ୍ୟାୟ 10 ପଦ ଟିକେ ପଢି ସାହାଯ୍ୟ କରନ୍ତୁ। ଅନନ୍ତର ଏହି ଲେଖା ସ୍ୱାକ୍ଷରିତ ହୋଇଅଛି ବୋଲି ଜାଣିଲା ଉତ୍ତାରେ ଦାନିଏଲ ଆପଣା ଗୃହକୁ ଗଲେ। ତାଙ୍କ କୋଠରୀର ଝରକା ଜେରୁସାଲେମ ଆଡ଼େ ମେଲା ଥିଲା। ପୁଣି ସେ ପୂର୍ବେ ଯେପରି କହିଥାନ୍ତି ତଦନୁସାରେ ଦିନ ମଧ୍ୟରେ 3 ଥର ଆଣ୍ଠୁପାତି ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କ ଛାମୁରେ ଧନ୍ୟବାଦ ପ୍ରଦାନ କଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆଉ ଏଠାରେ ସୁପରିଚିତ ବାକ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। এই ବାକ୍ୟକୁ ଆମେ ଦୀର୍ଘ ବର୍ଷ ୟା ଦୀର୍ଘ ସମୟଠୁ এই ବାକ୍ୟକୁ ଆମେ ଶୁଣି ଆସୁଛୁ। ଏଠାରେ ଦାନିଏଲଙ୍କ ବିଷୟରେ ଲେଖା ଯାଇଛି। ଦାନିଏଲ ସର୍ବମୋଟ 4 ରାଜାଙ୍କ ସହିତ ସେ କାମ କରିଛନ୍ତି। ପ୍ରଥମ ଯଦି ଆମେ ଦେଖିବା ସେ 4 ରାଜା କିଏ କହିଲେ, ଯେତେବେଳେ ଜେରୁସାଲେମରେ ଯିହୁଦୀ ଲୋକ ଅର୍ଥାତ ସରି କ୍ଷମା ମାଗେ। ଆଉ ଯେତେବେଳେ ଯିହୁଦୀ